ଓଡ଼ିଆ ପ୍ରବନ୍ଧ ଓ ରମ୍ୟ ରଚନା। ଇଂରାଜୀ ପ୍ରବନ୍ଧର ଜନକ ଭାବେ କେଉଁ ସ୍ରଷ୍ଟାଙ୍କୁ ମାନ୍ୟତା ମିଳିଲା? ଉତ୍ତର ବେକନ୍। ଆଧୁନିକ ପ୍ରବନ୍ଧର ଜନକ ଭାବେ କେଉଁ ସ୍ରଷ୍ଟା ପରିଚିତ? ଉତ୍ତର ମଣ୍ଟେନ୍। କିଏ କହିଥିଲେ ଗଦ୍ୟ କବିନାଂ ନିକଷଂ ବଦନ୍ତି? ଉତ୍ତର ଆଚାର୍ଯ୍ୟ ବାମନ। ବିବେକୀ ପ୍ରବନ୍ଧର ଲେଖକ କିଏ? ଉତ୍ତର ରାଧାନାଥ ରାୟ। ବିବେକୀ ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ଉତ୍କଳ ଦର୍ପଣ। ବିବେକୀ ପ୍ରବନ୍ଧର ପ୍ରକାଶ କାଳ କେତେ? ଉତ୍ତର 1873। ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧ ସଂକଳନ କେଉଁଟି? ଉତ୍ତର ପ୍ରବନ୍ଧମାଳା ମଧୁସୂଦନ ରାଓ। ପ୍ରବନ୍ଧମାଳାର ପ୍ରକାଶନ ସମୟ କେତେ? ଉତ୍ତର 1880। କବି ଗୋପାଳକୃଷ୍ଣ ପଟ୍ଟନାୟକ ପ୍ରବନ୍ଧର ଲେଖକ କିଏ? ଉତ୍ତର ଫକୀରମୋହନ ସେନାପତି। ନିମ୍ନୋକ୍ତ ପ୍ରବନ୍ଧ ପୁସ୍ତକ ମଧ୍ୟରୁ କେଉଁଟି ବିଶ୍ୱନାଥ କରଙ୍କ ପ୍ରବନ୍ଧ ପୁସ୍ତକ? ଉତ୍ତର ବିବିଧ ପ୍ରବନ୍ଧ। ନିମ୍ନୋକ୍ତ ପ୍ରବନ୍ଧ ମଧ୍ୟରୁ ବିଶ୍ୱନାଥ କରଙ୍କ କେଉଁ ପ୍ରବନ୍ଧଟି ଉତ୍କଳ ପ୍ରଭା ପତ୍ରିକାରେ ପ୍ରକାଶ ପାଇ ନଥିଲା? ଉତ୍ତର ସ୍ୱାଧୀନ ଚିନ୍ତା। ବିଶ୍ୱନାଥ କର କେଉଁ ପତ୍ରିକାର ସମ୍ପାଦନା ସହ ଜଡ଼ିତ ଥିଲେ? ଉତ୍ତର ଉତ୍କଳ ସାହିତ୍ୟ। କ ସ୍ତମ୍ଭ ସହ ଖ ସ୍ତମ୍ଭକୁ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ବିବିଧ ପ୍ରବନ୍ଧ ବିଶ୍ୱନାଥ କର। ପ୍ରବନ୍ଧ ପ୍ରବାହ ଶଶିଭୂଷଣ ରାୟ। ପ୍ରବନ୍ଧ ସୋପାନ ବିପିନ ବିହାରୀ ରାୟ। ପ୍ରବନ୍ଧ ପ୍ରକାଶ ରତ୍ନାକର ପତି। ବିବିଧ ପ୍ରବନ୍ଧ ପୁସ୍ତକର କେତୋଟି ପ୍ରବନ୍ଧ ସ୍ଥାନ ପାଇଛି? ଉତ୍ତର 20। ଏଥିମଧ୍ୟରୁ କେଉଁଟି ବିଶ୍ୱନାଥ କରଙ୍କ ପ୍ରବନ୍ଧ ନୁହେଁ? ଉତ୍ତର ଅନୁତାପ। ବିଶ୍ୱନାଥ କର କେବେ ଜନ୍ମଗ୍ରହଣ କରିଥିଲେ? ଉତ୍ତର 1864। ଏଥିମଧ୍ୟରୁ କେଉଁଟି କୃଷ୍ଣପ୍ରସାଦ ଚୌଧୁରୀଙ୍କ ପ୍ରବନ୍ଧ ନୁହେଁ? ଉତ୍ତର ସ୍ୱାଧୀନତା। ସ୍ତ୍ରୀ ଜାତିର ସ୍ୱାଧିକାର ପ୍ରବନ୍ଧର ଲେଖକ କିଏ? ଉତ୍ତର କୃଷ୍ଣପ୍ରସାଦ ଚୌଧୁରୀ। ଏଥିମଧ୍ୟରୁ କେଉଁଟି ଶଶିଭୂଷଣ ରାୟଙ୍କ ପ୍ରବନ୍ଧ ପୁସ୍ତକ? ଉତ୍ତର ପ୍ରବନ୍ଧ ସଂଗ୍ରହ। 1917 ମସିହାରେ ପ୍ରକାଶିତ ପ୍ରବନ୍ଧାବଳୀ ପ୍ରବନ୍ଧ ପୁସ୍ତକର ଲେଖକ କିଏ? ଉତ୍ତର ଶ୍ୟାମସୁନ୍ଦର ରାଜଗୁରୁ। ଶଶିଭୂଷଣ ରାୟଙ୍କ ଜନ୍ମ ମସିହା କେତେ? ଉତ୍ତର 1874। କ ସ୍ତମ୍ଭ ସହ ଖ ସ୍ତମ୍ଭକୁ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ମହାସ୍ରୋତ ବିଶ୍ୱନାଥ କର। ସୌନ୍ଦର୍ଯ୍ୟ ଓ ପ୍ରେମ ଶଶିଭୂଷଣ ରାୟ। ଅନୁତାପ ରତ୍ନାକର ପତି। ବିକ୍ଷିପ୍ତ ଚିନ୍ତା ଜଳନ୍ଧର ଦେବ। ଏଥିମଧ୍ୟରୁ କେଉଁଟି ଶଶିଭୂଷଣ ରାୟଙ୍କ ପ୍ରବନ୍ଧ ନୁହେଁ? ଉତ୍ତର ଭୂଗୋଳ ବିଦ୍ୟା। ପ୍ରବନ୍ଧ ପ୍ରସୂନ ପୁସ୍ତକର ଲେଖକ କିଏ? ଉତ୍ତର ଶଶିଭୂଷଣ ରାୟ। ପ୍ରବନ୍ଧ ପୁସ୍ତକର ପ୍ରକାଶ କାଳ ଅନୁଯାୟୀ କ ସ୍ତମ୍ଭ ସହ ଖ ସ୍ତମ୍ଭର ଉପଯୁକ୍ତ ମିଳନ କର। କ ସ୍ତମ୍ଭ ଖ ସ୍ତମ୍ଭ। ବିବିଧ ପ୍ରବନ୍ଧ 1896। ଭାଗବତ ଟୁଙ୍ଗୀର ସନ୍ଧ୍ୟା 1903। ପ୍ରବନ୍ଧ ପ୍ରବାହ 1944। ବିବିଧ ପ୍ରସଙ୍ଗ 1939। ଏଥିମଧ୍ୟରୁ କେଉଁଟି ଚନ୍ଦ୍ରଶେଖର ନନ୍ଦଙ୍କ ପ୍ରବନ୍ଧ ପୁସ୍ତକ? ଉତ୍ତର ପ୍ରଭାତ। ପ୍ରବନ୍ଧ ଉତ୍କଳର ଋତୁଚିତ୍ର କେବେ ପ୍ରକାଶ ପାଇଥିଲା? ଉତ୍ତର 1913। ଗୋପାଳଚନ୍ଦ୍ର ପ୍ରହରାଜ କେଉଁ ବର୍ଷ ଜନ୍ମଗ୍ରହଣ କରିଥିଲେ? ଉତ୍ତର 1874। ଆମେରିକା ଲେଖକ ଅଲିଭର ୱେଣ୍ଡେଲ ପ୍ରେସଙ୍କ ଅଟୋକ୍ରାଟ ଅଫ ଦି ବ୍ରେକଫାଷ୍ଟ ଟେବୁଲର ଅନୁସରଣରେ ଗୋପାଳଚନ୍ଦ୍ର ପ୍ରହରାଜ କେଉଁ ପୁସ୍ତକ ରଚନା କରିଛନ୍ତି? ଉତ୍ତର ଭାଗବତ ଟୁଙ୍ଗୀରେ ସନ୍ଧ୍ୟା। ବାଈ ମହାନ୍ତିଙ୍କ ପାଞ୍ଜି କେଉଁ ଲେଖକଙ୍କ ରମ୍ୟ ରଚନା ପୁସ୍ତକ? ଉତ୍ତର ଗୋପାଳଚନ୍ଦ୍ର ପ୍ରହରାଜ। ଗୋପାଳଚନ୍ଦ୍ର ପ୍ରହରାଜ କେଉଁ ଛଦ୍ମନାମରେ ଭାଗବତ ଟୁଙ୍ଗୀରେ ସନ୍ଧ୍ୟା ପୁସ୍ତକ ରଚନା କରିଥିଲେ? ଉତ୍ତର ଦୁର୍ମୁଖ ଶର୍ମା।
ଏଥିମଧ୍ୟରୁ କେଉଁଟି ଗୋପାଳଚନ୍ଦ୍ର ପ୍ରହରାଜଙ୍କ ରଚନା ନୁହେଁ? ଉତ୍ତର ଦେବଦେବଙ୍କ ଦୁର୍ଗତି। ବାଇ ମହାନ୍ତିଙ୍କ ପାଞ୍ଜି କେଉଁ ଧରଣର ରଚନା? ଉତ୍ତର ରମ୍ୟ ରଚନା। କ ସ୍ତମ୍ଭରେ ଥିବା ପ୍ରାବନ୍ଧିକକୁ ଖ ସ୍ତମ୍ଭରେ ଥିବା ତାଙ୍କ ଜନ୍ମକାଳ ସହିତ ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ। ଶଶିଭୂଷଣ ରାୟ 1874। ମୋହିନୀ ମୋହନ ସେନାପତି 1881। ବିପିନ ବିହାରୀ ରାୟ 1886। ରତ୍ନାକର ପତି 1889। ପ୍ରାଚୀନ ଉତ୍କଳର ଲେଖକ କିଏ? ଉତ୍ତର ଜଗବନ୍ଧୁ ସିଂ। ପ୍ରବନ୍ଧ ପାଠ ପୁସ୍ତକର ଲେଖକ କିଏ? ଉତ୍ତର ମୃତ୍ୟୁଞ୍ଜୟ ରଥ। ବିବାହ ବିଚାର ପୁସ୍ତକର ଲେଖକ କିଏ? ଉତ୍ତର ଜଳନ୍ଧର ଦେବ। ଗୁରୁ ଶିଷ୍ୟ ପ୍ରବନ୍ଧର ପ୍ରାବନ୍ଧିକ କିଏ? ଉତ୍ତର ଗୋପବନ୍ଧୁ ଦାସ। ଏଥିମଧ୍ୟରୁ କେଉଁଟି ଗୋପବନ୍ଧୁ ଦାସଙ୍କ ପ୍ରବନ୍ଧ ନୁହେଁ? ଉତ୍ତର ଜାତୀୟତାର ଭିତ୍ତିଭୂମି। ଏଥିମଧ୍ୟରୁ କେଉଁଟି ରମ୍ୟ ରଚନା? ଉତ୍ତର ଛୋଟ କଥାଟିଏ। ସ୍ତ୍ରୀ ଜାତିର ସ୍ୱାଧୀନ ଜୀବିକା ପ୍ରବନ୍ଧର ଲେଖକ କିଏ? ଉତ୍ତର ମୋହିନୀ ମୋହନ ସେନାପତି। କ ସ୍ତମ୍ଭ ସହ ଖ ସ୍ତମ୍ଭକୁ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ। ଭାଷା ଓ ଜାତୀୟତା ଗୋପବନ୍ଧୁ ଦାସ। ପରିବାର ବିପିନ ବିହାରୀ ରାୟ। ଆର୍ଯ୍ୟ ଜୀବନ ନୀଳକଣ୍ଠ ଦାସ। ଜେଜେବାପାଙ୍କ ଟୁଣିମୁଣି ଗୋପାଳଚନ୍ଦ୍ର ପ୍ରହରାଜ। ମୋ ନିଶ ପ୍ରବନ୍ଧର ଲେଖକ କିଏ? ଉତ୍ତର ନୀଳକଣ୍ଠ ଦାସ। ଓଡ଼ିଆ ଜାତି କିଏ ପ୍ରବନ୍ଧର ଲେଖକ କିଏ? ଉତ୍ତର ଗୋପବନ୍ଧୁ ଦାସ। ଜାତୀୟତାର ଭିତ୍ତିଭୂମି ପ୍ରବନ୍ଧର ଲେଖକ କିଏ? ଉତ୍ତର ନୀଳକଣ୍ଠ ଦାସ। ଏଥିମଧ୍ୟରୁ କେଉଁଟି ନୀଳକଣ୍ଠ ଦାସଙ୍କ ପ୍ରବନ୍ଧ ପୁସ୍ତକ ନୁହେଁ? ଉତ୍ତର ବିବାହର ଇତିହାସ। ଏଥିମଧ୍ୟରୁ କେଉଁଟି ବାସୁଦେବ ମହାପାତ୍ରଙ୍କ ରଚିତ ପ୍ରବନ୍ଧ ପୁସ୍ତକ? ଉତ୍ତର ଶାନ୍ତିଧାରା। ଗୋପବନ୍ଧୁ ଦାସଙ୍କ ବିବାହର ଅର୍ଥ ପ୍ରସଙ୍ଗ ପ୍ରବନ୍ଧଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ମୁକୁର। ଉତ୍କଳ ଇତିହାସ ପୁସ୍ତକର ଲେଖକ କିଏ? ଉତ୍ତର କୃପାସିନ୍ଧୁ ମିଶ୍ର। କ ସ୍ତମ୍ଭ ସହ ଖ ସ୍ତମ୍ଭର ମିଳନରେ ଉପଯୁକ୍ତ ଉତ୍ତର ନିରୂପଣ କର। କ ସ୍ତମ୍ଭ ଖ ସ୍ତମ୍ଭ। ବିବିଧ ପ୍ରସଙ୍ଗ ମୋହିନୀ ମୋହନ ସେନାପତି। ପ୍ରବନ୍ଧ ପ୍ରକାଶ ରତ୍ନାକର ପତି। ସାମାଜିକ ପ୍ରବନ୍ଧ ବିପିନ ବିହାରୀ ରାୟ। ନନାଙ୍କ ପାଞ୍ଜି ଗୋପାଳଚନ୍ଦ୍ର ପ୍ରହରାଜ। ବିବିଧ ପ୍ରସଙ୍ଗ କେଉଁ ମସିହାରେ ପ୍ରକାଶ ପାଇଥିଲା? ଉତ୍ତର 1945। ପ୍ରାଚୀ ସମିତିର ମୁଖ୍ୟ ପ୍ରତିଷ୍ଠାତା କିଏ? ଉତ୍ତର ଆର୍ତ୍ତବଲ୍ଲଭ ମହାନ୍ତି। ପ୍ରାଚୀ ସମିତି କେଉଁ ମସିହାରେ ପ୍ରତିଷ୍ଠା ହୋଇଥିଲା? ଉତ୍ତର 1924। ସାମାଜିକ ପ୍ରବନ୍ଧ ପୁସ୍ତକର ଲେଖକ କିଏ? ଉତ୍ତର ବିପିନ ବିହାରୀ ରାୟ। ବିବର୍ତ୍ତନବାଦ ପ୍ରବନ୍ଧ ପୁସ୍ତକର ଲେଖକ କିଏ? ଉତ୍ତର ରତ୍ନାକର ପତି। ପ୍ରବନ୍ଧ ସୋପାନ ପୁସ୍ତକର ଲେଖକ କିଏ? ଉତ୍ତର ବିପିନ ବିହାରୀ ରାୟ। ଏଥିମଧ୍ୟରୁ କେଉଁଟି ରତ୍ନାକର ପତିଙ୍କ ପ୍ରବନ୍ଧ ପୁସ୍ତକ ନୁହେଁ? ଉତ୍ତର ଗାଁ ମଜଲିସ। ଓଡ଼ିଶାର ପ୍ରତ୍ନତତ୍ତ୍ୱ ଓ ଅନ୍ୟାନ୍ୟ ପ୍ରବନ୍ଧ ପୁସ୍ତକର ଲେଖକ କିଏ? ଉତ୍ତର ପରମାନନ୍ଦ ଆଚାର୍ଯ୍ୟ। ଉତ୍କଳର ଜଳଯାତ୍ରା ପ୍ରବନ୍ଧର ଲେଖକ କିଏ? ଉତ୍ତର ବିରୁପାକ୍ଷ କର। ପ୍ରବନ୍ଧ ପୁସ୍ତକ ପାଇଁ ହରକୃଷ୍ଣ ମହତାବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। କେଉଁ ପୁସ୍ତକ? ଉତ୍ତର ଗାଁ ମଜଲିସ। ଆକାଶ କଇଁଆ ପ୍ରବନ୍ଧର ଲେଖକ କିଏ? ଉତ୍ତର ଗୋବିନ୍ଦ ତ୍ରିପାଠୀ। ଗୋବିନ୍ଦ ତ୍ରିପାଠୀ କେଉଁ ଛଦ୍ମ ନାମରେ ପ୍ରବନ୍ଧ ରଚନା କରିଥିଲେ? ଉତ୍ତର ବଳିବର୍ଦ ଶର୍ମା। କେଉଁ ମସିହାରେ ହରକୃଷ୍ଣ ମହତାବ ଗାଁ ମଜଲିସ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର 1983। ଏଥିମଧ୍ୟରୁ କେଉଁଟି ରମ୍ୟ ରଚନା ନୁହେଁ? ଉତ୍ତର ସତୀ ଧର୍ମ। ବଟୁଆ ପ୍ରବନ୍ଧର ପ୍ରାବନ୍ଧିକ କିଏ? ଉତ୍ତର ଗୋବିନ୍ଦ ତ୍ରିପାଠୀ। ପରଧର୍ମ ପ୍ରବନ୍ଧର ଲେଖକ କିଏ? ଉତ୍ତର ମାୟାଧର ମାନସିଂହ।
ଏଥିମଧ୍ୟରୁ କେଉଁଟି ଗୋବିନ୍ଦ ତ୍ରିପାଠୀଙ୍କ ରଚନା ନୁହେଁ? ଉତ୍ତର ସାଧନା। ଜୀବନ ପଥର ଲେଖକ କିଏ? ଉତ୍ତର ମାୟାଧର ମାନସିଂହ। ଆମ ଗୋସେଇଁ ପ୍ରବନ୍ଧର ଲେଖକ କିଏ? ଉତ୍ତର ଗୋବିନ୍ଦ ତ୍ରିପାଠୀ। ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ପ୍ରବନ୍ଧ ପୁସ୍ତକର ଲେଖକ କିଏ? ଉତ୍ତର ମାୟାଧର ମାନସିଂହ। ଏଥିମଧ୍ୟରୁ କେଉଁଟି ମାୟାଧର ମାନସିଂହଙ୍କ ପ୍ରବନ୍ଧ ପୁସ୍ତକ ନୁହେଁ? ଉତ୍ତର ପ୍ରବନ୍ଧ ମାନସ। ଏମାନଙ୍କ ମଧ୍ୟରେ କିଏ ରମ୍ୟ ରଚନାର ସ୍ରଷ୍ଟା ନୁହନ୍ତି? ଉତ୍ତର ମାୟାଧର ମାନସିଂହ। ପତ୍ର ଓ ପ୍ରତିମାର ଲେଖକ କିଏ? ଉତ୍ତର ନିତ୍ୟାନନ୍ଦ ମହାପାତ୍ର। ପତ୍ର ଓ ପ୍ରତିମା କେଉଁ ଧରଣର ରଚନା? ଉତ୍ତର ରମ୍ୟ ରଚନା। ଏଥିମଧ୍ୟରୁ କେଉଁଟି ସରଳା ଦେବୀଙ୍କ ପ୍ରବନ୍ଧ ପୁସ୍ତକ? ଉତ୍ତର ସତୀ ଧର୍ମ। କସ୍ତମ୍ଭ ସହ ଖସ୍ତମ୍ଭର ମେଳ ନିରୂପଣ କର। କସ୍ତମ୍ଭ ଖସ୍ତମ୍ଭ। ପତ୍ର ଓ ପ୍ରତିମା ନିତ୍ୟାନନ୍ଦ ମହାପାତ୍ର। କ୍ଷମା ମାୟାଧର ମାନସିଂହ। ଗାଁ ମଜଲିସ୍ ହରେକୃଷ୍ଣ ମହତାବ। ଆମ୍ବ ଗୋବିନ୍ଦ ତ୍ରିପାଠୀ। ଏଥିମଧ୍ୟରୁ କେଉଁଟି କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ରଚନା? ଉତ୍ତର ଇତିହାସ ଓ କିମ୍ବଦନ୍ତୀ। ପ୍ରବନ୍ଧ ମାନସ ପୁସ୍ତକର ଲେଖକ କିଏ? ଉତ୍ତର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଶ୍ରୀମନ୍ତ ରମ୍ୟ ରଚନାର ଲେଖକ କିଏ? ଉତ୍ତର କୁଞ୍ଜବିହାରୀ ଦାସ। ମୁକ୍ତିପଥେ ପ୍ରବନ୍ଧର ଲେଖକ କିଏ? ଉତ୍ତର ଗୋପୀନାଥ ମହାନ୍ତି। ସାହିତ୍ୟ ବିଚାର ଓ ମୂଲ୍ୟବୋଧ ପ୍ରବନ୍ଧ ପୁସ୍ତକର ଲେଖକ କିଏ? ଉତ୍ତର ସଚ୍ଚି ରାଉତରାୟ। କଳାଶକ୍ତି ପୁସ୍ତକର ଲେଖକ କିଏ? ଉତ୍ତର ଗୋପୀନାଥ ମହାନ୍ତି। ଏଥିମଧ୍ୟରୁ କେଉଁଟି ସଚ୍ଚିଦାନନ୍ଦ ରାଉତରାୟଙ୍କ ପ୍ରବନ୍ଧ ପୁସ୍ତକ ନୁହେଁ? ଉତ୍ତର ସାହିତ୍ୟ ସନ୍ଦର୍ଶନ। ସାହିତ୍ୟରେ ଜୀବନ ଓ କଳା ପ୍ରବନ୍ଧ ପୁସ୍ତକର ଲେଖକ କିଏ? ଉତ୍ତର ବାମାଚରଣ ମିତ୍ର। କେଉଁ ପୁସ୍ତକ ପାଇଁ ବାମାଚରଣ ମିତ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଉତ୍ତର ଏଣୁଶ୍ଚ ତେଣୁଶ୍ଚ। କେଉଁ ପ୍ରବନ୍ଧ ପୁସ୍ତକ ପାଇଁ ଭୁବନେଶ୍ୱର ବେହେରା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର ଶୁଣ ପରୀକ୍ଷ। ଶୁଣ ପରୀକ୍ଷ କେଉଁ ଧରଣର ରଚନା? ଉତ୍ତର ରମ୍ୟ ରଚନା। ଜଗତ ଦର୍ଶନରେ ଜଗନ୍ନାଥ ପୁସ୍ତକ ପାଇଁ ଗୁରୁଚରଣ ପଟ୍ଟନାୟକ କେଉଁ ପୁରସ୍କାର ଲାଭ କରିଛନ୍ତି? ଉତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ। ଧୀ ଓ ଧିଷଣା ପ୍ରବନ୍ଧ ପୁସ୍ତକର ଲେଖକ କିଏ? ଉତ୍ତର ବେଣୀମାଧବ ପାଢ଼ୀ। ବେଣୀମାଧବ ପାଢ଼ୀ କେଉଁ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି? ଉତ୍ତର ପୁରାତନ କଳିଙ୍ଗର ସାମାଜିକ ଇତିବୃତ୍ତ। ଏଥିମଧ୍ୟରୁ କେଉଁଟି ନବୀନ କୁମାର ସାହୁଙ୍କ ଗଦ୍ୟ ଗ୍ରନ୍ଥ? ଉତ୍ତର ଯୁଗେ ଯୁଗେ ଭାରତୀୟ ନୌ ବାଣିଜ୍ୟ। ଓଡ଼ିଆ କେବେ ପ୍ରବନ୍ଧ ପୁସ୍ତକର ଲେଖକ କିଏ? ଉତ୍ତର ଗୋଲକ ବିହାରୀ ଧଳ। ସାହିତ୍ୟ ଓ ପ୍ରଜ୍ଞା ପୁସ୍ତକର ଲେଖକ କିଏ? ଉତ୍ତର ବିଧୁଭୂଷଣ ଦାସ। ଏଥିମଧ୍ୟରୁ କେଉଁଟି ସୁରେନ୍ଦ୍ର ମହାନ୍ତିଙ୍କ ଗଦ୍ୟ ଗ୍ରନ୍ଥ? ଉତ୍ତର ଶେଷ ସ୍ତମ୍ଭ। ଗାନ୍ଧୀ ଓ ଗୋପବନ୍ଧୁ ପୁସ୍ତକର ଲେଖକ କିଏ? ଉତ୍ତର ଚିତ୍ତରଞ୍ଜନ ଦାସ। କେଉଁ ପୁସ୍ତକ ପାଇଁ ଚିତ୍ତରଞ୍ଜନ ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ? ଉତ୍ତର ବିଶ୍ୱକୁ ଗବାକ୍ଷ। ନେତା ଓ ନାରାୟଣ ପ୍ରବନ୍ଧ ପୁସ୍ତକର ଲେଖକ କିଏ? ଉତ୍ତର ଚିତ୍ତରଞ୍ଜନ ଦାସ। ଏଥିମଧ୍ୟରୁ କେଉଁଟି ଚିତ୍ତରଞ୍ଜନ ଦାସଙ୍କ ପ୍ରବନ୍ଧ ପୁସ୍ତକ ନୁହେଁ? ଉତ୍ତର ଓଡ଼ିଆ କେବେ। ଜୀବନ ବିଦ୍ୟାଳୟ ପ୍ରବନ୍ଧ ପୁସ୍ତକ ପାଇଁ ଚିତ୍ତରଞ୍ଜନ ଦାସ କେଉଁ ପୁରସ୍କାର ଲାଭ କରିଥିଲେ? ଉତ୍ତର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ମନୁଷ୍ୟ ସ୍ୱାଧୀନ କି ପ୍ରବନ୍ଧ ପୁସ୍ତକର ଲେଖକ କିଏ? ଉତ୍ତର ମହାପାତ୍ର ନୀଳମଣି ସାହୁ।